ମୁଁ ପ୍ରଥମେ କହିବି ଆମର ପୂର୍ବତନ ଯେଉଁ ମୁଖ୍ୟମନ୍ତ୍ରୀ ଥିଲେ ମାନ୍ୟବର ନବୀନ ପଟ୍ଟନାୟକ ମହୋଦୟ ସେ ଆମର ଛାତ୍ରଛାତ୍ରୀ ହୁଅନ୍ତୁ ଶିକ୍ଷିତ ଯୁବକ ହୁଅନ୍ତୁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁଯୋଗ ପ୍ରଦାନ କରୁଥିଲେ। ନିଯୁକ୍ତି ହେଉ କିମ୍ବା ଯେଉଁ ଗରିବ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଇଁ ଆମର ଛାତ୍ରବୃତ୍ତି ହେଉ। ବର୍ତ୍ତମାନ ଆମର ଯେଉଁ ନୂଆ ସରକାର ଆସିଛନ୍ତି ମୋହନ ସରକାର ଆମର ମୋହନ ସରକାର ଆମେ ଚାହିଁବୁ ସେ ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି ଯେଉଁମାନେ ଶିକ୍ଷିତ ଯୁବକ ଆଉ ସେମାନଙ୍କ ପାଇଁ କିଛି ନିଯୁକ୍ତି ଦରକାର। ନିଶ୍ଚିତ ଯେଉଁମାନେ ଓଡ଼ିଶାର ବାହାରକୁ ଯାଉଛନ୍ତି ଦାଦନ ଖଟିବାକୁ ସେମାନେ ଦାଦନ ଖଟିବାକୁ ନ ଯିବା ଦରକାର। ଶିକ୍ଷିତ ଯୁବକମାନେ ଓଡ଼ିଶାରେ ହିଁ ରହିବା ଦରକାର। ଆଉ ତାପରେ ଆମର ନୂଆ ସରକାର ଯେଉଁ ଆସିଛି ବହୁ ଆଶା ଆଉ ଭରସା ନେଇ ଛାତ୍ରଛାତ୍ରୀମାନେ ଆଗକୁ ଆସିଛନ୍ତି ଯୁବକମାନେ ଆଗକୁ ଆସିଛନ୍ତି। ମୁଁ ଆଶା କରୁଛି ନିଶ୍ଚିତ ଆମର ଏ ଯେଉଁ ନୂଆ ସରକାର ଆସିଛନ୍ତି ଇଏ ପୂରଣ କରିବା ପାଇଁ ଚେଷ୍ଟା କରିବେ। ନିଶ୍ଚିତ ଭାବରେ ଆଗରୁ ଯେଉଁ ଆମର ସରକାର ଥିଲେ ପୂର୍ବରୁ ଯେଉଁ ସରକାର ଥିଲେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ସେ ବହୁତ ପ୍ରକାର ନିଯୁକ୍ତି ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଯୁବକମାନେ ଆମର ବହୁତ ପ୍ରକାର ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଯେଉଁ ମୋହନ ସରକାର ଆସିଛନ୍ତି ଆମେ ଆଶା କରିବୁ ବିପୁଳ ମାତ୍ରାରେ ନିଯୁକ୍ତି କାଢ଼ି ଆମ ଓଡ଼ିଶାରେ ଦାଦନ ସମସ୍ୟାକୁ ହଟାଇବେ। ନିଶ୍ଚିତ ବର୍ତ୍ତମାନ ଆମର ଶିକ୍ଷକତାକୁ ନେଇ ବହୁତ ଅସୁବିଧାରେ ଅଛି ଓଡ଼ିଶା। ବର୍ତ୍ତମାନ ବହୁତ ଛାତ୍ର ଯୁବକ ଶିକ୍ଷିତ ଯୁବକ ଯେଉଁମାନେ ପିଜି PhD MPhil କରିକି ଘରେ ବସୁଛନ୍ତି ସେମାନେ ଚାକିରି ପାଉନାହାନ୍ତି। ଆଉ ସେସବୁ ବିଭାଗକୁ ଟିକେ ଲକ୍ଷ୍ୟ କରନ୍ତୁ। ବିଶେଷ କରି ମୁଁ କହିବି ଆମର ମାତୃଭାଷା ଓଡ଼ିଆ ଓ ସଂସ୍କୃତ ଏହିସବୁ ବିଷୟରେ ଆମର ବହୁତ ସ୍କୁଲ କଲେଜରେ ପଦବୀ ଫାଙ୍କା ପଡ଼ିଛି। ଯେଉଁମାନେ କି ପିଲାମାନେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି ସେସବୁ ଉପରେ କେମିତି ଦାୟିତ୍ୱ ଦିଆହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଟିକେ ପଦକ୍ଷେପ ନେଲେ ନିଶ୍ଚିତ ଯୁବକମାନେ ନିଯୁକ୍ତି ପାଇପାରିବେ। ନିଶ୍ଚିତ ସେମାନଙ୍କ ପାଇଁ ବି ଆମର ବ୍ଲକ ହେଉ ଆମର ଇଲେକ୍ଟ୍ରିକ୍ ଅଫିସ୍ ହେଉ କି ଆମର ଇରିଗେସନ୍ ଅଫିସ୍ ହେଉ ଯେକୌଣସି ଆମର ସରକାରର ଯେଉଁ କାର୍ଯ୍ୟାଳୟ ସବୁ ଅଛି ସେସବୁରେ ନିଶ୍ଚିତ ଭାବରେ ନିଯୁକ୍ତି ମିଳିଲେ ଯୁବକମାନେ ନିଶ୍ଚିତ ବାହାରକୁ ନ ଯାଇ ଓଡ଼ିଶାରେ କାମ କରି ନିଜ ପେଟ ପୋଷଣ କରିପାରିବେ। ନିଶ୍ଚିତ ଆମର ଆଶା ଓ ଭରସା ନୂଆ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ଜଣେ ଗରିବ ପରିବାରରୁ ମୁଖ୍ୟମନ୍ତ୍ରୀ ହେଇଛନ୍ତି ସେ ମଧ୍ୟ ଜଣେ ଶିକ୍ଷକ ଥିଲେ। ତାଙ୍କ ପାଖରୁ ନିଶ୍ଚିତ ଯୁବକ ଯୁବତୀମାନେ ଆଶା କରିବେ ନିଶ୍ଚିତ କିଛି ନୂଆ କରି ଦେଖାଇବା ପାଇଁ। ନିଶ୍ଚିତ ଗରିବ ପିଲାମାନେ ନିଶ୍ଚିତ ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ ଏବଂ ଯେଉଁ ଅଛି ଗରିବ ପିଲାମାନେ ଆମର ଆଜି ଏଠି ନୁହେଁ ଅଲଗା ବି ଅଛି ଅଞ୍ଚଳ ଯେଉଁ ଅଞ୍ଚଳରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାଉନାହାନ୍ତି ସୁଯୋଗ ପାଉନାହାନ୍ତି ସେମାନଙ୍କୁ ନିଶ୍ଚିତ ସୁଯୋଗ ଦେବେ ବୋଲି ମୁଁ ଆଶା କରୁଛି।